ମୁଁ ଯେତେ ଥର ଅଣ୍ଡା ଦେଲି ମୋର ସବୁ ଅଣ୍ଡା ନଷ୍ଟ ହେଇଯାଉଛି। ଏଥର ମୁଁ ମୋ ଅଣ୍ଡାରୁ କିଛି କ୍ଷତି ହେବାକୁ ଦେବିନି। ଏ ଜଙ୍ଗଲରେ କେବଳ ପକ୍ଷୀମାନେ ରୁହନ୍ତି, ଗୋଟେ ବି ହିଂସ୍ର ଜନ୍ତୁ ନାହାନ୍ତି। ଏଇ ଗୁମ୍ଫାରେ ମୋ ଅଣ୍ଡା ସୁରକ୍ଷିତ ରହିବ। ଭାରି ଭୋକ ଲାଗିଲାଣି, ଯାଉଛି ନଦୀରୁ କିଛି ମାଛ ଖାଇ ଆସିବି। ଏମିତି କହି ମା କୁମ୍ଭୀର ଗୁମ୍ଫା ବାହାରକୁ ଗଲା। ସେତେବେଳେ ଦୁଇ କାଉ ଗୋଟେ ଅଙ୍ଗୁର ବଗିଚାରୁ କିଛି ଅଙ୍ଗୁର ତୋଳି ଘରକୁ ଫେରୁଥିଲେ। ଆରେ ଶୁଣୁଛ, ଦିନ ସାରା କାମ କରି କରି ଭାରି ଥକା ଲାଗିଲାଣି। ଆଗରେ ଗୋଟେ ଗୁମ୍ଫା ଦେଖାଯାଉଛି, ଚାଲ ନା କିଛି ଅଙ୍ଗୁର ଖାଇ ସେ ଗୁମ୍ଫାରେ ଆରାମ କରିବା, ତାପରେ ଘରକୁ ଯିବା। ଆଚ୍ଛା ଠିକ ଅଛି, ଚାଲ ସେଠାକୁ ଯିବା। ଏମିତି କଥା ହେଇ ଦୁଇ କାଉ ଗୁମ୍ଫା ପାଖକୁ ଗଲେ, ଆଉ କିଛି ଅଙ୍ଗୁର ଖାଇଲେ। ଯେତେବେଳେ ସେମାନେ ଗୁମ୍ଫା ଭିତରକୁ ଗଲେ ସେତେବେଳେ ସେମାନେ ସୁନା ଅଣ୍ଡା ଦେଖିଲେ। କଣ? ଏଇଠି ତ ଦୁଇଟି ସୁନା ଅଣ୍ଡା ଅଛି। କିଏ ଏମିତି ସୁନା ଅଣ୍ଡା ଏଠି ରଖିଦେଇ ଯାଇଛି? ଆମେ ଯଦି ଏ ସୁନା ଅଣ୍ଡା ନେଇଯାଆନ୍ତି ଏସବୁ ବିକ୍ରି କରି ବହୁତ ଧନୀ ହେଇଯାଆନ୍ତି। ଆରେ ଦେଖୁଛ କଣ, ଶୀଘ୍ର ଏଇ ଦୁଇ ସୁନା ଅଣ୍ଡାକୁ ଝୁଡ଼ିରେ ରଖ। ଏ ଦୁଇ ସୁନା ଅଣ୍ଡାର ମାଲିକ ଏଠାକୁ ଆସିବା ପୂର୍ବରୁ ଚାଲ ଆମେ ପଳେଇବା। ତାପରେ ସେ ଦୁଇ କାଉ ସୁନା ଅଣ୍ଡାକୁ ଚୋରି କରି ସେଠାରୁ ନେଇଗଲେ। ସେପଟେ ମା କୁମ୍ଭୀର ଗୁମ୍ଫାକୁ ଫେରି ଦେଖିଲା ଗୁମ୍ଫାରେ ତା ଦୁଇ ଅଣ୍ଡା ନାହିଁ। କଣ? ମୁଁ ତ ମୋ ଦୁଇ ଅଣ୍ଡା ଏଇଠି ରଖିଥିଲି, ଏବେ କଣ ନାହିଁ? ମୁଁ ଆସିବା ଆଗରୁ ନିଶ୍ଚୟ ମୋ ଅଣ୍ଡା କିଏ ଚୋରି କରି ନେଇଗଲା। ଏଇ ପକ୍ଷୀ ମାନଙ୍କ ଭିତରୁ ଜଣେ ହେଇଥିବ। ସିଏ ସୁନା ଭାବି ମୋର ଦୁଇ ଅଣ୍ଡା ନେଇଯାଇଛି। ମୁଁ ତାକୁ ଛାଡ଼ିବିନି, ମୁଁ ଏବେ ହିଁ ମୋ ଅଣ୍ଡା ଖୋଜିବାକୁ ଯିବି। ଏମିତି କହି ମା କୁମ୍ଭୀର ଯେମିତି ଗୁମ୍ଫା ବାହାରକୁ ଆସିଲା ସଙ୍ଗେ ସଙ୍ଗେ ବର୍ଷା ଆରମ୍ଭ ହେଇଗଲା। ବିଜୁଳି ଘଡ଼ଘଡ଼ି ବି ମାରୁଥିଲା। କଣ? ଏବେ ବର୍ଷା ଆରମ୍ଭ ହେବାର ଥିଲା, ମୁଁ ଏବେ କେମିତି ମୋ ଅଣ୍ଡା ଖୋଜିବାକୁ ଯିବି? ଆରେ ଆରେ, ଏବେ ତ ବାହାରେ ବହୁତ ଜୋରରେ ବର୍ଷା ପଡୁଛି। ଆମେ ଏବେ କେମିତି ଏ ସୁନା ଅଣ୍ଡା ବିକିବାକୁ ଯିବା? ଆରେ ଚିନ୍ତା କରନି, ଆଜି ରାତିର ଖାଇବା ଘରେ ଅଛି। ସକାଳେ ବର୍ଷା ଛାଡ଼ିଯାଉ, ଆମେ ସୁନା ଅଣ୍ଡା ବିକିବାକୁ ଯିବା। ଏମିତି ଦୁଇ କାଉ ବର୍ଷା ଛାଡ଼ିବା ଯାଏଁ ଅପେକ୍ଷା କଲେ। ସକାଳେ ବର୍ଷା ଛାଡ଼ିଗଲା। ଦୁଇ କାଉ ସୁନା ଅଣ୍ଡା ନେବାକୁ ଆସିଲା ବେଳେ ଦେଖିଲେ ଅଣ୍ଡା ଭିତରୁ ଦୁଇଟି କୁମ୍ଭୀର ଛୁଆ ବାହାରିଛନ୍ତି। କଣ? ଏ ଦୁଇ ସୁନା ଅଣ୍ଡାରୁ ଦୁଇଟି କୁମ୍ଭୀର ଛୁଆ ବାହାରିଲେ? ତା ମାନେ ଏ ଅଣ୍ଡା ଦୁଇଟି କୁମ୍ଭୀରର। ଆମେ ତ ପୁରା ଅଣ୍ଡାକୁ ସୁନା ଭାବି ଖୁସି ହେଉଥିଲେ। କିଏ ଜାଣିଥିଲା ଏ ଅଣ୍ଡା କୁମ୍ଭୀରର ହେଇଥିବ? କୁମ୍ଭୀର ଏମିତି ସୁନା ଅଣ୍ଡା ଦେଇପାରେ ତା ମୁଁ ପ୍ରଥମ ଥର ଦେଖୁଛି। ଆରେ ଶୁଣ, ଆମେ ଅଣ୍ଡା ଖୋଳକୁ ନେଇ ଚାଲ ଏବେ ସୁନା ଦୋକାନକୁ ଯିବା ଆଉ ବିକ୍ରି କରିବା। ତୁ ଅଣ୍ଡା ଖୋଳ ବିକିବାକୁ ଭାବୁଛୁ? ମୁଁ ଭାବୁଛି ଏ ଦୁଇ ଛୁଆଙ୍କର କଣ କରିବି। ଯଦି ଆମେ ଏଇ ଦୁଇ ଛୁଆଙ୍କୁ ନେଇ ଏବେ ଗୁମ୍ଫାକୁ ଯିବା ତାଙ୍କ ମା ଆମକୁ ଛାଡ଼ିବନି, ଏକା ଥରକେ ଗିଳିଦେବ। ଛୁଆଙ୍କ ପାଇଁ ତୁମେ ଚିନ୍ତା କରନି, ମୁଁ ଏବେ ଜଙ୍ଗଲରେ ଦେଖି ଆସୁଛି। ଯାହା ଘର ଫାଙ୍କା ଥିବ ତା ଘରେ ଆମେ ଦୁଇ ଛୁଆଙ୍କୁ ଛାଡ଼ିଦେବା। ତାପରେ କାଉର ସ୍ତ୍ରୀ ଜଙ୍ଗଲ ଭିତରେ ବୁଲିଲା। ସେତେବେଳେ ସେ ଦେଖିଲା ଚଢ଼େଇ ତା ଟମାଟୋ ଜମିରେ କାମ କରୁଛି। ଆରେ ଚଢ଼େଇ ତ ଏଠି ଟମାଟୋ ଜମିରେ କାମ କରୁଛି, ତା ମାନେ ଏବେ ତା ଘରେ କେହି ନଥିବେ। ଏଇ ସୁଯୋଗରେ ଆମେ ସେ ଦୁଇ କୁମ୍ଭୀର ଛୁଆଙ୍କୁ ଚଢ଼େଇ ଘରେ ଛାଡ଼ିଦେଉ। ଏମିତି ଚିନ୍ତା କରି କାଉର ସ୍ତ୍ରୀ ଶୀଘ୍ର ଘରକୁ ଗଲା ଆଉ ତାର ସ୍ୱାମୀକୁ ସବୁ ଘଟଣା କହିଲା। ତାପରେ ଦୁଇ କାଉ ମିଶି ଦୁଇ କୁମ୍ଭୀର ଛୁଆଙ୍କୁ ଧରି ଚଢ଼େଇ ଘରକୁ ଗଲେ ଆଉ ସେଠି ଛାଡ଼ିଦେଲେ। ଦୁଇ କୁମ୍ଭୀର ଛୁଆ ଭୋକରେ କାନ୍ଦୁଥିଲେ। ଅଧା କାମ ତ ସରିଗଲା, ଏବେ କିଛି ଖାଇବା ଖାଇନିଏ, ତାପରେ ପୁଣି ଥରେ କାମରେ ଲାଗି ପଡ଼ିବି। କଣ? ମୁଁ ତ ଆଜି ଖାଇବା ଆଣିନି। ମୁଁ ବୋଧେ ଟିଫିନକୁ ଘରେ ଭୁଲି ଯାଇଥିବି। ଯାଏ ଶୀଘ୍ର ଘରୁ ଖାଇବା ଟିଫିନ ନେଇ ଆସେ। ଚଢ଼େଇ ଶୀଘ୍ର ତା ଘରକୁ ଗଲା। ସେତେବେଳେ ସେ ଦୁଇ କୁମ୍ଭୀର ଛୁଆଙ୍କ କାନ୍ଦ ଶୁଣିବାକୁ ପାଇଲା। ମୋ ଘରେ ତ କେହି ବି ନଥିଲେ, ମୋ ଝିଅ ତା ଆଈ ଘରକୁ ଯାଇଛି। ଏମିତି ଛୁଆଙ୍କର କାନ୍ଦ କାହିଁକି ଶୁଭୁଛି? ମୁଁ ଥରେ ଭିତରକୁ ଯାଇ ଦେଖେ। କଣ? ମୋ ଘରେ ଦୁଇଟି କୁମ୍ଭୀର ଛୁଆ କୋଉଠୁ ଆସିଲେ? ତମେ କଣ ଆମ ମା? ତମେ ଆମକୁ ଏକା
ଛାଡ଼ି କୁଆଡ଼େ ଚାଲି ଯାଇଥିଲ? ମାମା, ଭାରି ଭୋକ ଲାଗିଲାଣି, କିଛି ଖାଇବାକୁ ଦିଅ ନା ମା। ମୁଁ ତମମାନଙ୍କର ମା ନୁହେଁ। ନିଶ୍ଚୟ ତମେମାନେ ନିଜ ମା ପାଖରୁ ଭୁଲରେ ଏଠାକୁ ଚାଲି ଆସିଥିବ। ଚିନ୍ତା କରନି, ମୁଁ ଯେତେବେଳେ ତମମାନଙ୍କ ମାକୁ ପାଇବି ତମମାନଙ୍କୁ ତମ ମା ପାଖରେ ପହଞ୍ଚେଇ ଦେବି। ଆରେ ପିଲାମାନେ, ଆଉ କାନ୍ଦନି। ତମମାନଙ୍କୁ ଭୋକ ଲାଗୁଛି ନା? ରୁହ, ମୁଁ ଏବେ ତମମାନଙ୍କୁ ଖାଇବା ଦେଉଛି। ଆରେ ମିଟୁ ଭାଇ, ଏ ସୁନା ଖୋଳ ଗୁଡାକୁ ଦେଖିକି କହିଲ କେତେ ଟଙ୍କା ହେବ? ଏଗୁଡ଼ା ସୁନା ନୁହଁ, ଏସବୁ ସାଧାରଣ ଅଣ୍ଡା ଖୋଳ। ଏ ଅଣ୍ଡାର ରଙ୍ଗ କେବଳ ସୁନେଲି ରଙ୍ଗର। ତମେ ମାନେ କଣ ପାଗଳ ହେଇଯାଇଛ ଯେ ଏସବୁ ଧରି ବିକିବାକୁ ଆସିଛ? ଆଗରୁ କଣ କେବେ ସୁନା ଦେଖିନଥିଲ? ହଁ ମିଟୁ ଭାଇ, ଠିକ କହିଲେ। ଆମେ ଆଗରୁ କେବେ ସୁନା ଦେଖି ନଥିଲୁ। ହଉ ହଉ, ଆମେ ଏବେ ଯାଉଛୁ। ଦୁଇ କାଉ ଅପମାନ ପାଇ ଘରକୁ ଫେରୁଥିଲେ। ରାସ୍ତାରେ ମା କୁମ୍ଭୀର ସହ ତାଙ୍କର ଦେଖା ହେଲା। ଆରେ ପକ୍ଷୀ ମାନେ, କୁଆଡେ ଯାଉଛ? ଟିକେ ରୁହ, ମତେ ଟିକେ ସାହାଯ୍ୟ କର। ତୁମେ କିଏ? ଆମକୁ କାହିଁକି ଡାକୁଛ? ଯାହା କହିବ ସେ ଦୂରରୁ କୁହ, ଆମେ ତୁମ ପାଖକୁ ଯିବୁନି। ମତେ ଭୟ କରନି, ମୁଁ ତମମାନଙ୍କର କିଛି କ୍ଷତି କରିବିନି। ମୁଁ ବଡ଼ ବିପଦରେ ପଡ଼ି ଏଠାକୁ ଆସିଛି। ମୋର 2 ଅଣ୍ଡା ଚୋରି ହେଇଯାଇଛି। ମୋ ଅଣ୍ଡାରୁ ଛୁଆ ବାହାରିବାର ସମୟ ହେଇଗଲାଣି। ତମେ ମାନେ କଣ ମୋ ଅଣ୍ଡା କି ମୋର 2 ଛୁଆଙ୍କୁ କାହା ଘରେ ଦେଖିଛ କି? ନା, ଆମେ ତୁମ ଅଣ୍ଡା କି ତମ ଛୁଆମାନଙ୍କୁ ଦେଖିନୁ। ଆଚ୍ଛା, ଯଦି ଆମେ ତମ ଛୁଆଙ୍କୁ ଖୋଜିଦେବୁ ତୁମେ ଆମକୁ କଣ ଦେବ? ମୁଁ ତମମାନଙ୍କୁ 1 କଳସି ସୁନା ଟଙ୍କା ଦେବି। ଦୟାକରି ମୋ ଛୁଆମାନଙ୍କୁ ଖୋଜି ଆଣ। ତେବେ ଠିକ ଅଛି, ତୁମେ ଏଠି ଅପେକ୍ଷା କର, ଆମେ ଶୀଘ୍ର ଯାଇ ତୁମ 2 ଛୁଆଙ୍କୁ ଖୋଜି ଆଣୁଛୁ। ସୁନା ଲୋଭରେ ଶୀଘ୍ର କାଉମାନେ ଚଢ଼େଇ ଘରକୁ ଗଲେ। ଆରେ ଚଢ଼େଇ, ଘରେ ଅଛୁ ନା? ଶୀଘ୍ର ବାହାରକୁ ଆସେ। କୁମ୍ଭୀର ଛୁଆଙ୍କ ମା ଆସିଛି, ଶୀଘ୍ର ତା ଛୁଆଙ୍କୁ ଦେବାକୁ ପଡିବ। କାଉ ଭାଇ, କାଉ ଭଉଣୀ, ତମେ ମାନେ ଏଠି? ଆଉ କୁମ୍ଭୀର ଛୁଆ ମାନେ ମୋ ଘରେ ଅଛନ୍ତି, ଏ କଥା ତମମାନେ କେମିତି ଜାଣିଲ? ମାନେ ଚଢ଼େଇ, ଆମେ କୁମ୍ଭୀର ଅଣ୍ଡାକୁ ସୁନା ଭାବି ନେଇ ଆସିଥିଲୁ। କାଉ ମାନେ ସୁନା ପାଇବା ଖୁସିରେ ଚଢ଼େଇକୁ ସବୁ ସତ କଥା କହିଦେଲେ। ତମେ ମାନେ ସୁନା ଅଣ୍ଡା ଚୋରି କରି ଠିକ କରିନ। ହଉ ଛାଡ଼, ଯାହା ଭୁଲ କଲ ତ କଲ। ଏବେ ଯାଅ, କୁମ୍ଭୀର ଛୁଆ ମାନଙ୍କୁ ତାଙ୍କ ମା ପାଖରେ ପହଞ୍ଚେଇ ଦିଅ। ଆରେ ଶୁଣ, ଚଢ଼େଇକୁ ବି ଆମ ସାଙ୍ଗରେ ନେଇଯାଅ। ଯଦି ମା କୁମ୍ଭୀର କାହାକୁ ଚୋର କୁହେ, ଆମେ ସବୁ ଦୋଷ ଚଢ଼େଇକୁ ଦେଇଦେବା। ଚଢ଼େଇ, ତୁ ବି ଆମ ସାଙ୍ଗରେ ଆସେ। ମା କୁମ୍ଭୀରକୁ ଦେଖିଲେ ଆମକୁ ଭାରି ଡର ଲାଗୁଛି। ଆଚ୍ଛା ଠିକ ଅଛି, ଚାଲ। ତାପରେ ସମସ୍ତେ କୁମ୍ଭୀର ଛୁଆମାନଙ୍କୁ ଧରି ତା ମା ପାଖକୁ ଗଲେ। ଆରେ ଆରେ, ମୋ 2 ଛୁଆ, ତମେ ମାନେ ଅଣ୍ଡାରୁ ବାହାରି ଗଲ। ମୁଁ ତମମାନଙ୍କୁ ଦେଖି ଅନେକ ଖୁସି। କୁହ, କିଏ ତମମାନଙ୍କୁ ଚୋରି କରିଥିଲା? ମୁଁ ତାକୁ ଜମା ବି ଛାଡ଼ିବିନି। ମୁଁ ତ ନା ଜାଣିଛି, କହୁଛି। ନା ମା, ଏ କାଉ ମାନଙ୍କର କୌଣସି କଥାକୁ ବିଶ୍ୱାସ କରିବନି। ଏମାନେ ଆମକୁ ଚୋରି କରି ନେଇଥିଲେ। ଚଢ଼େଇ ଆଣ୍ଟି ବହୁତ ଭଲ, ସେ ତ ଆମକୁ ଖାଇବାକୁ ଦେଇ ଆମର ଅନେକ ଯତ୍ନ ନେଇଛନ୍ତି। ଏହେ, ଏ କୁମ୍ଭୀର ଛୁଆ ମାନେ ତ ଆମର ସବୁ କଥା ଶୁଣିନେଲେ। ଏମାନେ ତ ଭାରି ଚାଲାକ। ଆମେ ଖୁସିରେ ଚଢ଼େଇକୁ ସବୁ ସତ କଥା କହିଦେଇଛନ୍ତି। ଏବେ ଆମର କଣ ହେବ? ତମେ ମାନେ କଣ କଥା ହେଉଛ? ମୁଁ ତମମାନଙ୍କୁ ଛାଡ଼ିବିନି। ମୋ ଅଣ୍ଡା ଚୋରି କରିବାକୁ ତମର ସାହସ କେମିତି ହେଲା? ନା ନା, ଏଇଥରକ ଆମକୁ ଛାଡ଼ି ଦିଅ। ଆଖପାଖରେ କେହି ନଥିଲେ, ଆମେ ତୁମ ଅଣ୍ଡାକୁ ସୁନା ଭାବି ଭୁଲରେ ନେଇ ଆସିଥିଲୁ। ଏଇଥରକ ଆମକୁ କ୍ଷମା କରି ଛାଡ଼ି ଦିଅ। ଏମିତି ଭୁଲ ଆମେ ଆଉ ଜୀବନରେ କେବେ କରିବୁନି। ଚଢ଼େଇ, ତୁ ଟିକେ କୁମ୍ଭୀରକୁ ବୁଝା। କାଉମାନେ ଚୋରି କରି ବଡ଼ ଭୁଲ କରିଛନ୍ତି, ହେଲେ ସେମାନେ ତାଙ୍କ ଭୁଲ ପାଇଁ ଅନୁତାପ କଲେଣି। ଏଇଥରକ ତାଙ୍କୁ କ୍ଷମା କରି ଛାଡ଼ି ଦିଅ କୁମ୍ଭୀର। ଆଚ୍ଛା ଠିକ ଅଛି ଚଢ଼େଇ, ମୁଁ ତୋ ପାଇଁ ଆଜି 2 କାଉଙ୍କୁ ଛାଡ଼ି ଦେଉଛି। ଶୁଣ ତମେ ମାନେ, ଏମିତି ଭୁଲ ଆଉ କେବେ କରିବନି। ଚଢ଼େଇ, ତତେ ବହୁତ ବହୁତ ଧନ୍ୟବାଦ। ତୋ ପାଇଁ ମୋ 2 ଛୁଆ ସୁରକ୍ଷିତ ଅଛନ୍ତି। ମୁଁ ପ୍ରକୃତରେ କୁମ୍ଭୀର ନୁହଁ ଚଢ଼େଇ,
ତୁ ମୋ ସାଙ୍ଗରେ ଆସେ, ସବୁ ଜାଣିପାରିବୁ। କୁମ୍ଭୀର ତା ଦୁଇ ଛୁଆ ଆଉ ଚଢ଼େଇ ସହ ପାଖ ନଦୀକୁ ଗଲା। କୁମ୍ଭୀର ଯେମିତି ପାଣି ଭିତରକୁ ଗଲା, ସେ ସଙ୍ଗେ ସଙ୍ଗେ ଏକ ଜଳପରୀରେ ପାଲଟି ଗଲା। ଏ କଣ, ତୁମେ ତ କୁମ୍ଭୀର ନୁହଁ, ତୁମେ ଜଣେ ଜଳପରୀ? ହଁ ଚଢ଼େଇ, ମୁଁ ଏକ ଅଭିଶାପ ପାଇଁ କୁମ୍ଭୀର ପାଲଟି ଯାଇଥିଲି। ମୁଁ ଏ ଅଭିଶାପରୁ ସେତେବେଳେ ମୁକ୍ତ ହୋଇପାରିବି ଯେତେବେଳେ ମୋ ଛୁଆ ଏ ଦୁନିଆକୁ ଆସିବେ। ଏ କଥା ମୋତେ ଜଣେ ସାଧୁ ବାବା କହିଥିଲେ। ହେଲେ ମୁଁ ଯେତେ ଥର ଅଣ୍ଡା ଦେଉଥିଲି, ମୋର ସବୁ ଅଣ୍ଡା ନଷ୍ଟ ହେଇଯାଉଥିଲା। ଏବେ ଯେତେବେଳେ ମୋ ଛୁଆମାନେ ଏ ଦୁନିଆକୁ ଆସିଲେ, ମୁଁ ମୋ ଅଭିଶାପରୁ ମୁକ୍ତ ହେଇଗଲି। ମୁଁ ଆଜି ଅନେକ ଖୁସି। ମୁଁ ମୋ ଛୁଆମାନଙ୍କୁ ଧରି ଏବେ ମୋ ଘରକୁ ଫେରି ପାରିବି। ଚଢ଼େଇ, ଏ ସୁନା ଟଙ୍କାର କଳସୀ ତୋ ପାଇଁ। ତୁ ମୋ ଛୁଆଙ୍କର ଅନେକ ଧ୍ୟାନ ରଖିଛୁ। ଏସବୁ ମୁଁ ଉପହାର ଦେଉଛି। ତୁମକୁ ବି ଅନେକ ଅନେକ ଧନ୍ୟବାଦ ଜଳପରୀ। ଏବେ ମୁଁ ମୋ ଘରକୁ ଯାଉଛି। ତାପରେ ଚଢ଼େଇ ସୁନା ଟଙ୍କାର କଳସୀ ନେଇ ତା ଘରକୁ ଗଲା। ସେପଟେ ଜଳପରୀ ବି ତା ଦୁଇ ଛୁଆଙ୍କ ସହ ନିଜ ଘରକୁ ଫେରିଗଲା।